ଏହା କୌଣସି ନଦୀ ନୁହେଁ, ଏମସିଏଲ ଦ୍ୱାରା ଖୋଳାଯାଇଥିବା କୋଇଲା ଖଣିର ଦୃଶ୍ୟ। କିଲୋମିଟର ବ୍ୟାପୀ ବୃହତ ଗର୍ତ୍ତ। ଏଥିରୁ କୋଇଲା ଖନନ ପରେ ଆଉ ସମତଳ କରାଯାଇନି, ସେମିତି ଛାଡ଼ି ଦିଆହେଇଛି। ତେଣୁ ଇଏ ଏକ ନଦୀର ଭ୍ରମ ସୃଷ୍ଟି କରୁଛି। ଏ କୋଇଲା ଖଣିର ଦୃଶ୍ୟ। ପାଣି ଜମିକି ରହିଛି, ପାଣି ସମ୍ପୂର୍ଣ୍ଣ ପ୍ରଦୂଷଣ ଅବସ୍ଥାରେ ଅଛି। ଏ ପାଖେ ରାସ୍ତା ଅଳ୍ପ ବାଲି ମାଟି କଭର କରି ନେଉଛି। ବର୍ତ୍ତମାନ ଅଳ୍ପ ଅଳ୍ପ ମାଟି କଭର କରିକି ନେଉଛି, କିନ୍ତୁ ଏ ସମ୍ପୂର୍ଣ୍ଣ ବୃହତ ଗର୍ତ୍ତ। ଏମିତି କେତେ 4-5 କିଲୋମିଟର ଖଣ୍ଡେ ୟାର ବ୍ୟାପ୍ତ ହେଇ ଅଛି।